ଆଜି ବିଜିପୁର ଜିପିକୁ ଯାଇଥିଲୁ। ତାଙ୍କ ଜିପିଏଲ୍ ଉପରେ କାଗଜପତ୍ର ସବୁ ଅଡ଼ିଟ୍ ଚାଲିଥିଲା। ସେଠି ଯାଇ ପହଞ୍ଚିଲା ପରେ ରଶ୍ମିତା ଆଣିକି ଥଣ୍ଡା ଟିକେ ପିଇବା ପାଇଁ ଦେଲା। ଥଣ୍ଡା ପିଇ ଦେଇ କାମରେ ଲାଗି ପଡ଼ିଲୁ। ପ୍ରାୟ 5 ବର୍ଷର ଜିପିଏଲ୍ ତାଙ୍କର ସବୁ କିଛି ଅଡ଼ିଟ୍ କରିବାକୁ ପଡ଼ିବ। ତେଣୁ ଆଜି ଥିଲା ତୃତୀୟ ଦିନ। ଆଗରୁ 2 ଦିନ ଆମେ ଯାଇସାରିଥିଲୁ। ତାର କାଗଜପତ୍ର ସବୁ ଦେଖିବା ପରେ ପ୍ରାୟ ସବୁ ଠିକ୍ ଠାକ୍ ଥିଲା। ଯାହା ଯେଉଁ ଟିକେ ଅସୁବିଧା ଥିଲା ସେଗୁଡ଼ା ସବୁ ଠିକ୍ କରିଦେଲୁ। ରଶ୍ମିତା ତା ଘରୁ ଆମ ପାଇଁ ଖାଇବା ଆଣିଥିଲା। ବହୁତ ସୁନ୍ଦର ଭାବେ ବାଢ଼ି ଦେଇଥିଲା ଆମ ପାଇଁ। ଭାତ, ଡାଲି, ତରକାରୀ, ମାଛ, ପାମ୍ପଡ଼, ସାଲଡ଼, ଖଟା ଆଉ ବିନି ଦିଦି ଆମିଷ ଖାଇବେନି, ତାଙ୍କ ପାଇଁ ସାଧା ଆଣିଥିଲା। ଏଥର ଆମେ ସବୁ କାମ ସାରି ବାହାରି ଆସିଲୁ ଘରକୁ। ଆସିବା ଏବେ 5ଟା ବାଜି ଯାଇଥାଏ। ରଶ୍ମିତା ତାର ଅଫିସ୍ ବନ୍ଦ କରିଦେଲା। ବନ୍ଦ କରିଦେଇକି ବିନି ଦିଦିର ମୋର ଏଥର ଗାଡ଼ି ନେଇକି ଆସିବା ପାଇଁ ବାହାରିଲୁ। ରଶ୍ମିତା ଘରକୁ ଯିବା ପାଇଁ ଅପେକ୍ଷା କରିଥାଏ। ତାଙ୍କ ଘରକୁ ହିଁ ଆସିନଥିଲେ। ତେଣୁ ଆମେ ଟିକେ ସମୟ ଅପେକ୍ଷା କଲୁ। ଟିକେ ସମୟ ଅପେକ୍ଷା କରି ସେ କହିଲା ତମେ ଯାଅ, ମୋତେ ପୁଅ ଆସୁଛି ନେବା ପାଇଁ। ବବୁଲ ତାକୁ ଆସିଥିବ ନେବା ପାଇଁ।